ବାହାଦୁର କ୍ଲବର ବାର୍ଷିକ ଉତ୍ସବ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖମାର ଗ୍ରାମ ଲାଲ ବାହାଦୁର କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅମ୍ବରୀଶ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସନ୍ଧ୍ୟାକାଳୀନ ଉତ୍ସବର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର, ବୟନିକା ରାଜ୍ୟ ସଭାପତି, ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ସମାଜସେବୀ ଓ ଶିକ୍ଷାବିତ କ୍ଷୀରସାଗର ବିଭାଗ, ମିନକେତନ ମହାକୁଡ଼, ଦୁର୍ଯ୍ୟୋଧନ ମେହେର, ଡଳାମଣି ମେହେର, ଆଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ଶିଶୁ କଳାକାରମାନଙ୍କୁ ମୁଖ୍ୟ ଅତିଥି 1000 ଟଙ୍କା ପୁରସ୍କୃତ କରିଥିଲେ। ମଞ୍ଚରେ ଗ୍ରାମର ମଠ ଅନ୍ତେବାସୀ 12 ଜଣଙ୍କୁ ବୟନିକା ତରଫରୁ ଶୀତବସ୍ତ୍ର, ବେଡସିଟ୍, ଚାଦର ପ୍ରଦାନ କରାଯାଇଥିଲା। ସାହିତ୍ୟ ସ୍ରଷ୍ଟା ଗୋପୀନାଥ ସୁନାଙ୍କୁ ସମ୍ମାନିତ କରିବା ସହ କଳାକାରମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ତ୍ରିରଙ୍ଗା କ୍ଲବ ବରିଷ୍ଠ ସଦସ୍ୟ ଅନିଲ ମଲ୍ଲିକ, ରାକେଶ ରଣା, ଜିତେନ୍ଦ୍ର ମେହେର, ଯଶବନ୍ତ ମଲ୍ଲିକ, ବିଶ୍ୱଜିତ ପାତ୍ର, ସଞ୍ଜୟ ମହାପାତ୍ର, କ୍ଲବ ସଦସ୍ୟ ହେମନ୍ତ ପ୍ରଧାନ, ଉମାକାନ୍ତ ଭଇ, ସଞ୍ଜୀବ ସାହୁ ସହ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ବାର୍ଷିକ ଉତ୍ସବରେ ଗ୍ରାମ ଓ ଅଞ୍ଚଳର ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ। ସଭାର ମଞ୍ଚ ପରିଚାଳନା ସଚ୍ଚିଦାନନ୍ଦ ମହାକୁଡ଼ କରିଥିବା ବେଳେ କ୍ଲବ ସମ୍ପାଦକ ଗଦାଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କିନ୍ତୁ ଗାନ୍ଧୀ ସାଙ୍ଗେ ସାଙ୍ଗେ ଆଜି ଆମେ ଯେନ୍ କ୍ଲବର ବାର୍ଷିକ ଉତ୍ସବ କରୁଛୁ ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ, ସେଇ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଜୟନ୍ତୀ। ବ୍ୟୁରୋ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।